ଅର୍ଦ୍ଧରାତ୍ରି ପଞ୍ଚଶତକ ମଧ୍ୟ ରୁକ୍ମିଣୀ ହରଣ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣ ବିଦ୍ରୂପ ରାଜକୁମାରୀ ରୁକ୍ମିଣୀଙ୍କର ଏହି ବାର୍ତ୍ତା ଶୁଣି ବ୍ରାହ୍ମଣଙ୍କ ହାତ ଧରିଲେ ଏବଂ ହସି ହସି ଏହିପରି କହିଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ବ୍ରାହ୍ମଣ ଦେବତା, ବିଦ୍ରୂପ ରାଜକୁମାରୀ ଯେପରି ମୋତେ ଚାହୁଁଛନ୍ତି, ମୁଁ ମଧ୍ୟ ସେହିପରି ତାଙ୍କୁ ଚାହୁଁଛି। ମୋର ମନ ତାଙ୍କରିଠାରେ ଲାଗିଯାଇଛି। ଆଉ କହିବି? ସେଥିପାଇଁ ମୋତେ ରାତିରେ ବି ନିଦ ଲାଗୁନାହିଁ। ମୁଁ ଜାଣିପାରୁଛି କେବଳ ଦୋଷବଶତଃ ରୁକ୍ମୀ ମୋ ବାହାଘର ବନ୍ଦ କରିଦେଲା। କିନ୍ତୁ ହେ ବିପ୍ରବର, ଦେଖିବେ, କାଠକୁ କାଠରେ ଘଷି ମନୁଷ୍ୟ ଯେପରି ସେଥିରୁ ନିଆଁ ବାହାର କରିଦିଏ, ମୁଁ ସେହିପରି ସେ କ୍ଷତ୍ରିୟ କୁଳ କଳଙ୍କମାନଙ୍କୁ ଦଳନ କରି ସେମାନଙ୍କ ଭିତରୁ ମୋର ପ୍ରିୟା ଅନିନ୍ଦା ସୁନ୍ଦରୀ ରାଜକୁମାରୀଙ୍କୁ ନେଇ ଆସିବି। ଶୁକଦେବ କହିଲେ, ହେ ପରୀକ୍ଷିତ, ରୁକ୍ମିଣୀଙ୍କର ବିବାହ କାଲି ଛାଡ଼ି ପରଦିନ ରାତିରେ ହିଁ ହେବ ଜାଣି ମଧୁସୂଦନ ଶ୍ରୀକୃଷ୍ଣ ସାରଥୀକୁ ଆଜ୍ଞା ଦେଲେ। ଦାରୁକ, ଆଉ କାଳ ବିଳମ୍ବ ନ କରି ଶୀଘ୍ର ରଥ ସଜ କରି ଆଣୁ। ଭଗବାନଙ୍କ ରଥର ଶୈବ୍ୟ, ସୁଗ୍ରୀବ, ମେଘପୁଷ୍ପ ଓ ବଳାହକ ନାମକ 4ଟି ଘୋଡ଼ା ଯୋଚିଦେଇ ଦାରୁକ ଯଥାଶୀଘ୍ର ରଥ ନେଇ ଆସିଲେ ଏବଂ ମାଦେଶକୁ ଅପେକ୍ଷା କରି ହାତ ଯୋଡ଼ି ଠିଆ ହୋଇଗଲେ। ସୁରନନ୍ଦନ ଶ୍ରୀକୃଷ୍ଣ ପ୍ରଥମେ ବ୍ରାହ୍ମଣଙ୍କୁ ରଥରେ ବସାଇଲେ, ତାପରେ ନିଜ ରଥରେ ବସିଲେ ଏବଂ ସେହି ଦ୍ରୁତଗାମୀ ଘୋଡ଼ାଙ୍କ ଦ୍ୱାରା ସେ ଗୋଟିଏ ରାତି ଭିତରେ ହିଁ ଅନର୍ଥ ଦେଶକୁ ଯାଇ ବିଦର୍ଭ ଦେଶରେ ପହଞ୍ଚିଗଲେ। କୁଣ୍ଡୀନଗରର ଅଧିପତି ମହାରାଜ ଭୀଷ୍ମକ ନିଜର ବଡ଼ ପୁଅ ରୁକ୍ମୀ ପ୍ରତି ଅତ୍ୟନ୍ତ ସ୍ନେହ ପରବଶ ଥିଲେ। ତାହାରି କଥା ରଖି ସେ ଝିଅକୁ ଶିଶୁପାଳ ହାତରେ ଦେବା ନିମନ୍ତେ ବିବାହ ଉତ୍ସବର ଆୟୋଜନ କରିଥାନ୍ତି। ନଗରର ରାଜପଥ, ଛକ ସ୍ଥାନ ତଥା ଗଳିକନ୍ଦି ସବୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥାଏ ଏବଂ ସେସବୁ ସ୍ଥାନରେ ସୁଗନ୍ଧ ଜଳ ଇତ୍ୟାଦି ଛିଞ୍ଚା ଯାଇଥାଏ। ଚିତ୍ର ବିଚିତ୍ର ଛୋଟ ବଡ଼ ଧ୍ୱଜ ଓ ପତାକାମାନ ଉଡ଼ୁଥାଏ। ବିଭିନ୍ନ ସ୍ଥାନରେ ତୋରଣମାନ ଗଢ଼ାଯାଇଥାଏ। ନଗରର ସ୍ତ୍ରୀ ପୁରୁଷ ସମସ୍ତେ ଗଳାରେ ଫୁଲମାଳ ଲମ୍ବାଇ ଚନ୍ଦନ ଓ ସୁବାସିତ ପଦାର୍ଥ ବୋଳି ହୋଇ ନାନା ଅଳଙ୍କାର ଓ ସୁନ୍ଦର ସୁନ୍ଦର ବସ୍ତ୍ର ପିନ୍ଧି ସଜବାଜ ହୋଇଥାନ୍ତି। ନଗରର ସୁନ୍ଦର ସୁନ୍ଦର ଘରମାନଙ୍କରେ ଅଗରୁର ସୁଗନ୍ଧ ଚହଟୁଥାଏ। ହେ ପରୀକ୍ଷିତ, ରାଜା ଭୀଷ୍ମକ ପିତୃପୁରୁଷ ଓ ଦେବତାମାନଙ୍କୁ ବିଧିପୂର୍ବକ ପୂଜା କରି ବ୍ରାହ୍ମଣମାନଙ୍କୁ ଭୋଜନ ପ୍ରଦାନ କଲେ ଏବଂ ନିୟମାନୁସାରେ ସ୍ୱସ୍ତି ବଚନ ମଧ୍ୟ କରାଇଲେ। ସୁନ୍ଦରଦନ୍ତୀ ପରମ ସୁନ୍ଦରୀ ରାଜକୁମାରୀ ରୁକ୍ମିଣୀଙ୍କୁ ସ୍ନାନ କରାଇ ଦିଆଗଲା। ତାଙ୍କ ହାତରେ ମଙ୍ଗଳସୂଚକ କୌତୁକ ସୂତ୍ର ବାନ୍ଧି ଦିଆଗଲା। ତାଙ୍କୁ 2 ଖଣ୍ଡ ପାଟର ବସ୍ତ୍ର ଏବଂ ଉପରଣ ବସ୍ତ୍ର ପିନ୍ଧାଇ ଦିଆଗଲା ଏବଂ ସୁନ୍ଦର ଅଳଙ୍କାରମାନ ପିନ୍ଧାଇ ତାଙ୍କୁ ବିଭୂଷିତ କରିଦିଆଗଲା। ଶ୍ରେଷ୍ଠ ବ୍ରାହ୍ମଣମାନେ ଋକ୍, ସାମ ଓ ଯଜୁର୍ବେଦର ମନ୍ତ୍ରପାଠ କରି ତାଙ୍କୁ ଦୁଷ୍ଟାତ୍ମା ପ୍ରଭୃତିଙ୍କଠାରୁ ରକ୍ଷା କଲେ ଏବଂ ଅଥର୍ବବେଦର ବିଶେଷଜ୍ଞ ପୁରୋହିତମାନେ ଗ୍ରହ ଶାନ୍ତି ନିମନ୍ତେ ହୋମ କଲେ। ରାଜା ଭୀଷ୍ମକ ଥିଲେ କୁଳ ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନ ବିଷୟରେ ଜଣେ ଉତ୍ତମ ଜ୍ଞାନୀ। ସେ ବ୍ରାହ୍ମଣମାନଙ୍କୁ ରୂପା ବସ୍ତ୍ର, ଗୁଡ଼ ମିଶ୍ରିତ ତିଳ ତଥା ଧେନୁ ଦାନ କଲେ। ସେପଟେ ସେଦିନର ରାଜା ଦମଘୋଷ ମଧ୍ୟ ନିଜ ପୁତ୍ର ଶିଶୁପାଳ ନିମନ୍ତେ ମନ୍ତ୍ରଜ୍ଞ ବ୍ରାହ୍ମଣମାନଙ୍କ ଦ୍ୱାରା ବିବାହ ସମ୍ବନ୍ଧୀ ମଙ୍ଗଳକୃତ୍ୟ କରାଇଲେ। ତାପରେ ସେ ମଦମର୍ତ୍ତ ହାତୀ, ସୁବର୍ଣ୍ଣମାଳୀ ସଜ୍ଜିତ ରଥ, ପଦାତିକ ତଥା ଅଶ୍ୱରେ ସମନ୍ୱିତ ଚତୁରଙ୍ଗିଣୀ ସେନା ସହିତ ପୁତ୍ରକୁ ନେଇ କୁଣ୍ଡିନପୁରରେ ପହଞ୍ଚିଗଲେ। ବେଦବ୍ୟାସ ଭୀଷ୍ମକ ଆଗେଇ ଆସି ତାଙ୍କୁ ସ୍ୱାଗତ ସତ୍କାର ଜଣାଇ ପ୍ରଥା ଅନୁଯାୟୀ ଅର୍ଚ୍ଚନା ପୂଜନ କଲେ। ତାପରେ ସେ ଆନନ୍ଦ ମନରେ ସେମାନଙ୍କୁ ପୂର୍ବ ନିର୍ଦ୍ଧାରିତ ବସାଘରମାନଙ୍କରେ ରଖାଇଲେ। ବରଯାତ୍ରୀମାନଙ୍କ ସହିତ ଶାଲ୍ୟ, ଜରାସନ୍ଧ, ଦନ୍ତବକ୍ର, ବିଦୁରଥ, ପୌଣ୍ଡ୍ରକ ସମେତ ଶିଶୁପାଳର ସହସ୍ର ମିତ୍ର ରାଜାମାନେ ଆସିଥିଲେ। ସେ ରାଜାମାନେ ଶ୍ରୀକୃଷ୍ଣ ବଳରାମଙ୍କର ବିରୋଧୀ ଥିଲେ ଏବଂ ରାଜକୁମାରୀ ରୁକ୍ମିଣୀ ଶିଶୁପାଳଙ୍କୁ ହିଁ ମିଳୁ ଏହି ଇଚ୍ଛାରେ ଆସିଥିଲେ। ସେମାନେ ଏକଥା ସ୍ଥିର କରି ଆସିଥିଲେ ଯେ ଯଦି ବଳରାମ ଆଦି ଯଦୁବଂଶୀମାନଙ୍କ ସହିତ ଶ୍ରୀକୃଷ୍ଣ ଆସି ରୁକ୍ମିଣୀଙ୍କୁ ହରଣ କରିନେବାକୁ ଚେଷ୍ଟା କରିବେ, ତେବେ ସେମାନେ ସମସ୍ତେ ମିଶି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। ଏଥିପାଇଁ ସେମାନେ ନିଜର ସୈନ୍ୟବଳ ତଥା ରଥ, ହାତୀ, ଘୋଡ଼ାଙ୍କୁ ମଧ୍ୟ ସାଙ୍ଗରେ ଆଣିଥିଲେ। ବଳରାମ ଜାଣିଗଲେ ଯେ ବିପକ୍ଷରେ ରାଜାମାନେ ଏପରି ପ୍ରସ୍ତୁତ ହୋଇ କୁଣ୍ଡିନପୁରକୁ ଯାଇଛନ୍ତି। ଏଣେ ରାଜକୁମାରୀଙ୍କୁ ହରଣ କରି ଆଣିବା ଲାଗି ସାନ ଭାଇ ଶ୍ରୀକୃଷ୍ଣ ଏକୁଟିଆ ଚାଲିଯାଇଛି। ତେଣୁ ବଳରାମ ଆଶଙ୍କା କଲେ ଯେ ସେଠାରେ ଭୀଷଣ ଲଢ଼େଇ ଝଗଡ଼ା ହୋଇପାରେ। ସେ ଶ୍ରୀକୃଷ୍ଣଙ୍କର ବଳ ବିକ୍ରମ ଜାଣିଥିଲେ ସତ, ତଥାପି ଭାତୃସ୍ନେହରେ ତାଙ୍କର ହୃଦୟ ଉଛୁଳି ଉଠିଲା। ସେ ତୁରନ୍ତ ଗଜାରୋହୀ, ଅଶ୍ୱାରୋହୀ, ରଥାରୋହୀ ତଥା ପଦାତିକ ସମେତ ବିରାଟ ସୈନ୍ୟବାହିନୀ ଧରି କୁଣ୍ଡିନପୁର ଅଭିମୁଖେ ଯାତ୍ରା କଲେ। ଏପଟେ ପରମ ସୁନ୍ଦରୀ ରୁକ୍ମିଣୀ ଭଗବାନ ଶ୍ରୀକୃଷ୍ଣଙ୍କ ଶୁଭାଗମନ ପାଇଁ ପ୍ରତୀକ୍ଷା କରି ରହିଥାନ୍ତି। ସେ ଦେଖିଲେ ଶ୍ରୀକୃଷ୍ଣ ଆସିବା ତ ଦୂରର କଥା, ସେ ପର୍ଯ୍ୟନ୍ତ ବାର୍ତ୍ତା ନେଇ ଯାଇଥିବା ବ୍ରାହ୍ମଣ ମଧ୍ୟ ଫେରିଲେ ନାହିଁ। ସେ ବଡ଼ ଚିନ୍ତାରେ ପଡ଼ିଗଲେ। ସେ ଭାବିଲେ, ହାୟ, ମୁଁ କେଡ଼େ ହତଭାଗିନୀ! ମୋର ବିବାହ ସମୟ ମାତ୍ର ଆଉ ଗୋଟିଏ ରାତି ବାକି ରହିଲା, ଅଥଚ ମୋର ଜୀବନ ସର୍ବସ୍ୱ କମଳନୟନ ଭଗବାନ ଏପର୍ଯ୍ୟନ୍ତ ଆସିଲେ ନାହିଁ। କାହିଁକି ଆସିଲେ ନାହିଁ ସେ ବିଷୟରେ କିଛି ଜଣାପଡ଼ୁନି। କେବଳ ସେତିକି ତ ନୁହେଁ, ମୁଁ ପଠାଇଥିବା ବ୍ରାହ୍ମଣ ମଧ୍ୟ ଏଯାଏଁ ଆସିଲେ ନାହିଁ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ହେଉଛି ପରମ ଶୁଦ୍ଧ। ତେଣୁ ଯାହାର ଅନ୍ତଃକରଣ ଶୁଦ୍ଧ ସେ ହିଁ ତାଙ୍କୁ ପ୍ରେମ କରିପାରିବ। ସେ ବୋଧହୁଏ ମୋ ଠାରେ କିଛି ଦୋଷ ଦୃଷ୍ଟି ଦେଖିଛନ୍ତି। ତେଣୁ ସେ ପାଣି ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ଏଠାକୁ ଆସିଲେ ନାହିଁ। ତେଣୁ ମୋ ପାଣି ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ଏଠାକୁ ଆସିଲେ ନାହିଁ। ଠିକ୍ କଥା, ମୋ ଭାଗ୍ୟ ମନ୍ଦ। ବିଧାତ ଭଗବାନ ଶିବ ମଧ୍ୟ ମୋର ଅନୁକୂଳ ଥିଲା ପରି ଲାଗୁନାହିଁ। ସମ୍ଭବତଃ ଏହା ବି ହୋଇଥିବ ଯେ ରୁଦ୍ରପତ୍ନୀ ଗିରିରାଜକୁମାରୀ ସତୀ ପାର୍ବତୀ ଦେବୀ ମଧ୍ୟ ମୋ ପ୍ରତି ପ୍ରସନ୍ନ ନୁହନ୍ତି। ହେ ପରୀକ୍ଷିତ, ରୁକ୍ମିଣୀ ଏପରି ଦ୍ୱନ୍ଦ୍ୱର ଓ ଚିନ୍ତାରେ ପଡ଼ିଥାନ୍ତି। ତାଙ୍କର ମନ ଓ ମନର ସମସ୍ତ ଭାବ ଭକ୍ତମାନ ଚୋର ଭଗବାନ ଶ୍ରୀକୃଷ୍ଣ ଚୋରାଇ ନେଇଥାନ୍ତି। ସେ ସେହି ପ୍ରଭୁଙ୍କୁ ଚିନ୍ତନ କରି କରି ଏବେ ବି ସମୟ ଅଛି ବୋଲି ଭାବି ଅଶ୍ରୁଳ ନୟନ ଯୁଗଳ ବନ୍ଦ କରିଦେଲେ। ହେ ପରୀକ୍ଷିତ, ଏପରି ଭାବରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ଶୁଭାଗମନକୁ ପ୍ରତୀକ୍ଷା କରି ରହିଥାନ୍ତି। ଏତିକିବେଳେ ତାଙ୍କର ବାମ ଜଙ୍ଘ, ବାମ ଭୁଜ ଓ ବାମ ନେତ୍ର ସ୍ଫୁରିତ ହେଲା। ତାହା ପ୍ରିୟତମଙ୍କ ଆଗମନର ଶୁଭ ସୂଚନା ଦେଲା। ଠିକ୍ ସେହି ସମୟରେ ଶ୍ରୀକୃଷ୍ଣଙ୍କ ନିକଟକୁ ଯାଇଥିବା ବ୍ରାହ୍ମଣ ଦେବତା ଫେରି ଆସିଲେ। ଅନ୍ତଃପୁରର ରାଜକୁମାରୀ ରୁକ୍ମିଣୀକୁ ଦେଖି ତାଙ୍କୁ ଲାଗିଲା ସତେ ଯେପରି କେହି ଜଣେ ଧ୍ୟାନମଗ୍ନ ଦେବୀ ବସିଛନ୍ତି। ସତୀ ରୁକ୍ମିଣୀ ଦେଖିଲେ ବ୍ରାହ୍ମଣଙ୍କ ମୁଖ ପ୍ରଫୁଲ୍ଲିତ ଦିଶୁଛି। ତାଙ୍କର ମନ ଓ ମୁଖର କୌଣସି ପ୍ରକାର ବ୍ୟସ୍ତତା ଥିଲା ପରି ଲାଗୁନାହିଁ। ସେ ବ୍ରାହ୍ମଣଙ୍କୁ ଦେଖି ତାଙ୍କ ଲକ୍ଷଣରୁ ହିଁ ଜାଣିଗଲେ ଯେ ଶ୍ରୀକୃଷ୍ଣ ଆସିଗଲେଣି। ତେଣୁ ସେ ପ୍ରସନ୍ନ ବଦନରେ ସେ ବ୍ରାହ୍ମଣଙ୍କୁ ସବୁ କଥା ପଚାରିଲେ। ଶ୍ରୀକୃଷ୍ଣ ଏଠାକୁ ଆସିଗଲେଣି କହି ବ୍ରାହ୍ମଣ ତାଙ୍କର ବହୁ ପ୍ରଶଂସା କଲେ। ସେ କହିଲେ, ରାଜକୁମାରୀ ଆପଣଙ୍କୁ ନେଇଯିବେ ବୋଲି ସେ ସତ୍ୟ ପ୍ରତିଜ୍ଞା କରି ଆସିଛନ୍ତି। ଭଗବାନଙ୍କର ଶୁଭାଗମନ ସମାଚାର ପାଇ ରୁକ୍ମିଣୀଙ୍କ ହୃଦୟ ଆନନ୍ଦିତ ସୂର୍ଯ୍ୟରେ ପୂର୍ଣ୍ଣ ହୋଇଗଲା। ସେ ଦେଖିଲେ ସେ ବ୍ରାହ୍ମଣ ଦେବ ତାଙ୍କୁ ଭଗବାନଙ୍କ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ପ୍ରିୟ ନୁହେଁ। ତେଣୁ ସେ ତାଙ୍କୁ କିଛି ପୁରସ୍କାର ନ ଦେଇ କେବଳ ନମସ୍କାର କଲେ। ରାଜା ଭୀଷ୍ମକ ଶୁଣିବାକୁ ପାଇଲେ ଯେ ତାଙ୍କ ଝିଅର ବାହାଘର ଉତ୍ସବ ଦେଖିବାକୁ ଶ୍ରୀକୃଷ୍ଣ ବଳରାମ ସେଠାକୁ ଆସିଛନ୍ତି। ଏପରି ଶୁଣି ସେ ଭେରି ତୁରୀ ଆଦି ବାଦ୍ୟ ବଜାଇ ପୂଜା ସାମଗ୍ରୀ ନେଇ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଏବଂ ମଧୁପର୍କ, ନିର୍ମଳ ବସ୍ତ୍ର ତଥା ସୁନ୍ଦର ସୁନ୍ଦର ଉପହାର ପ୍ରଦାନ କରି ସେମାନଙ୍କୁ ଅଭ୍ୟର୍ଥନା କଲେ। ଭୀଷ୍ମକ ବଡ଼ ବୁଦ୍ଧିମାନ ଥିଲେ। ଭଗବାନ ପ୍ରତି ତାଙ୍କର ଏକ ଭକ୍ତି ରହିଥିଲା। ସେ ଭଗବାନଙ୍କ ସମେତ ତାଙ୍କର ସେନା ଓ ସାଥୀମାନଙ୍କ ରହିବା ନିମନ୍ତେ ସକଳ ସାମଗ୍ରୀର ପୂର୍ଣ୍ଣ ନିବାସ ସ୍ଥାନ ଯୋଗାଇ ଦେଲେ ଏବଂ ସେମାନଙ୍କୁ ଉପଯୁକ୍ତ ସତ୍କାର କଲେ। ଭୀଷ୍ମକଙ୍କ ନିମନ୍ତ୍ରଣ ପାଇ ସେଠାକୁ ଯେତେ ସବୁ ରାଜା ଆସିଥିଲେ ସେମାନଙ୍କର ପରାକ୍ରମ, ବୟସ, ବଳ ଓ ଧନ ଅନୁସାରେ ସେ ସେମାନଙ୍କୁ ସମସ୍ତ ପ୍ରକାର ଇଚ୍ଛିତ ବସ୍ତୁ ଦେଇ ସମସ୍ତଙ୍କର ଉତ୍ତମ ରୂପେ ସତ୍କାର କଲେ। ଭଗବାନ ଶ୍ରୀକୃଷ୍ଣ ଆସିଛନ୍ତି ଶୁଣି ବିଦର୍ଭ ଦେଶର ନାଗରିକମାନେ ଭଗବାନଙ୍କ ନିବାସସ୍ଥାନକୁ ଆସିଲେ ଏବଂ ଆପଣ ନୟନରୂପୀ ଅଞ୍ଜଳିରେ ଭଗବାନଙ୍କ ମୁଖପଦ୍ମର ମଧୁର ମକରନ୍ଦ ରସ ପୂର୍ଣ୍ଣ କରି ପରମାନନ୍ଦରେ ପାନ କଲେ। ସେମାନେ ନିଜ ନିଜ ମଧ୍ୟରେ କୁହାକୁହି ହେଲେ, ରୁକ୍ମିଣୀ ପ୍ରକୃତରେ ଏହାଙ୍କର ହିଁ ଅର୍ଦ୍ଧାଙ୍ଗିନୀ ହେବାର ଯୋଗ୍ୟ ଏବଂ ଏହି ପବିତ୍ର ମୂର୍ତ୍ତି ଶ୍ୟାମସୁନ୍ଦର ହେଉଛନ୍ତି ରୁକ୍ମିଣୀଙ୍କ ପାଇଁ ଯୋଗ୍ୟ ବର। ଯଦି ଆମେ ପୂର୍ବଜନ୍ମରେ କିମ୍ବା ଏ ଜନ୍ମରେ କିଛି ସତ୍କର୍ମ କରିଥିବୁ ତେବେ ତିଲୋକ ବିଧାତା ଭଗବାନ ଆମ ଉପରେ ପ୍ରସନ୍ନ ହୋଇ ଏପରି କୃପା କରନ୍ତୁ ଯେ ଶ୍ୟାମସୁନ୍ଦର ଶ୍ରୀକୃଷ୍ଣ ହିଁ ଯେପରି ବିଦର୍ଭ ରାଜକୁମାରୀ ରୁକ୍ମିଣୀଙ୍କର ପାଣି ଗ୍ରହଣ କରିବେ। ହେ ପରୀକ୍ଷିତ, ପୁରବାସୀମାନେ ପ୍ରେମ ପରବଶ ହୋଇ ନିଜ ନିଜ ମଧ୍ୟରେ ଏପରି କଥାବାର୍ତ୍ତା ହେଉଛନ୍ତି। ଏହି ସମୟରେ ରୁକ୍ମିଣୀ ଅନ୍ତଃପୁରରୁ ବାହାରି ଦେବୀ ଦର୍ଶନ ନିମନ୍ତେ ମନ୍ଦିରକୁ ଚାଲିଲେ। ତାଙ୍କର ସୁରକ୍ଷା କାର୍ଯ୍ୟରେ ବହୁ ସୈନ୍ୟ ନିଯୁକ୍ତ ହୋଇଥାନ୍ତି। ସେ ପ୍ରେମମୂର୍ତ୍ତି ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଚରଣ କମଳରେ ଚିନ୍ତନ କରି କରି ଭଗବତୀ ଭବାନୀଙ୍କର ପାଦପଲ୍ଲବ ଦର୍ଶନ କରିବା ନିମନ୍ତେ ପାଦରେ ଚାଲି ଚାଲି ଗଲେ। ସେ ମୌନ ରହିଥାନ୍ତି। ତାଙ୍କୁ ଘେରି ରହି ମାଆମାନେ ତଥା ତାଙ୍କର ସଖୀ ସହଚରୀମାନେ ଚାଲିଥାନ୍ତି। କବଚ ପିନ୍ଧିଥିବା ବୀର ରାଜସୈନିକମାନେ ଅସ୍ତ୍ରଶସ୍ତ୍ର ଧରି ତାଙ୍କୁ ରକ୍ଷା କରିଥାନ୍ତି। ସେମାନଙ୍କ ସହିତ ମୃଦଙ୍ଗ, ଶଙ୍ଖ, ଢୋଲ, ଭେରୀ, ତୁରୀ ଆଦି ବଜାଇ ବାଦକମାନେ ଚାଲିଥାନ୍ତି। ଫୁଲମାଳ, ଚନ୍ଦନ ଆଦି ସୁଗନ୍ଧ ଦ୍ରବ୍ୟ ଧରି ଭଲ ଭଲ ଲୁଗାପଟା ପିନ୍ଧି ଓ ଗହଣା ଗାଣ୍ଠି ପିନ୍ଧି ସଜବାଜ ହୋଇ ବହୁ ବ୍ରାହ୍ମଣ ପତ୍ନୀ ତଥା ଅନେକ ପ୍ରକାର ଉପହାର ତଥା ପୂଜା ସାମଗ୍ରୀ ଧରି ହଜାର ହଜାର ସୁନ୍ଦରୀ ପୁରନାରୀ ମଧ୍ୟ ସେମାନଙ୍କ ସହିତ ଚାଲିଥାନ୍ତି। ଗାୟକମାନେ ଗୀତ ଗାଉଥାନ୍ତି, ବାଦକମାନେ ବାଦ୍ୟ ବଜାଉଥାନ୍ତି ଏବଂ ସୁତ, ମାଗଧ ତଥା ବନ୍ଦୀଜନମାନେ କନ୍ୟାର ଚତୁର୍ଦିଗରେ ଜୟଧ୍ୱନି ଓ ଯଶଗାନ କରି ଚାଲିଥାନ୍ତି। ଦେବୀଙ୍କ ମନ୍ଦିରରେ ପହଞ୍ଚି ରୁକ୍ମିଣୀ ଆପଣ ପଦ୍ମତୁଲ୍ୟ ସୁକୋମଳ ହସ୍ତପଦ ଧୋଇଲେ ଓ ଆଚମନ କଲେ ଏବଂ ତାପରେ ବାହ୍ୟ ଅଭ୍ୟନ୍ତର ଦୃଷ୍ଟିରୁ ପବିତ୍ର ହୋଇ ଶାନ୍ତ ଭାବରେ ଦେବୀଙ୍କ ମନ୍ଦିରରେ ପ୍ରବେଶ କଲେ। ତାଙ୍କ ସହିତ ନାନା ବିଧିବିଧାନ ଜାଣିଥିବା ବୃଦ୍ଧା ବ୍ରାହ୍ମଣୀମାନେ ଥାନ୍ତି। ସେମାନେ ରୁକ୍ମିଣୀଙ୍କୁ ନେଇ ଶିବଙ୍କର ଅର୍ଦ୍ଧାଙ୍ଗିନୀ ଭବାନୀଙ୍କୁ ତଥା ଭଗବାନ ଶିବଙ୍କୁ ଦର୍ଶନ କରାଇ ପ୍ରଣାମ କରାଇଲେ। ରୁକ୍ମିଣୀ ଭଗବତୀଙ୍କୁ ପ୍ରାର୍ଥନା କଲେ, ହେ ମାତା ଅମ୍ବିକା, ଆପଣଙ୍କ କୋଳରେ ବସିଥିବା ଆପଣଙ୍କର ପ୍ରିୟ ପୁତ୍ର ଗଣେଶଙ୍କୁ ତଥା ଆପଣଙ୍କୁ ମୋର ବାରମ୍ବାର ନମସ୍କାର। ମୋର ଅଭିଳାଷ ଯେପରି ପୂର୍ଣ୍ଣ ହେବ ଆପଣ ସେହିପରି ଆଶୀର୍ବାଦ ଦିଅନ୍ତୁ। ଭଗବାନ ଶ୍ରୀକୃଷ୍ଣ ହିଁ ମୋର ସ୍ୱାମୀ ହୁଅନ୍ତୁ। ତାପରେ ରୁକ୍ମିଣୀ ଜଳ, ଗନ୍ଧ, ଅକ୍ଷତ, ଧୂପ, ବସ୍ତ୍ର, ପୁଷ୍ପମାଳା, ହାର, ଆଭୂଷଣ, ନାନା ପ୍ରକାର ନୈବେଦ୍ୟ, ପୂଜା ଉପହାର ଆଦି ଅର୍ପଣ କରି ଓ ଆଳତୀ କରି ଅମ୍ବିକା ଦେବୀଙ୍କୁ ପୂଜା କଲେ। ତାପରେ ସଦାବା ବ୍ରାହ୍ମଣୀମାନଙ୍କୁ ମଧ୍ୟ ସେସବୁ ସାମଗ୍ରୀ ତଥା ଲୁଣ, ପିଠା, ପାନ, କଣ୍ଠସୂତ୍ର, ଫଳ ଓ ଆଖୁ ଦେଇ ପୂଜା କଲେ। ପୂଜା ପରେ ବ୍ରାହ୍ମଣୀମାନେ ତାଙ୍କୁ ପ୍ରସାଦ ଦେଇ
ପ୍ରସାଦ ଦେଇ ଆଶୀର୍ବାଦ କଲେ ଏବଂ ରୁକ୍ମିଣୀ ବ୍ରାହ୍ମଣୀମାନଙ୍କୁ ତଥା ଅମ୍ବିକାଙ୍କୁ ନମସ୍କାର କରି ପ୍ରସାଦ ଗ୍ରହଣ କଲେ। ପୂଜା ଅର୍ଚ୍ଚନା ବିଧି ସରିବା ପରେ ସେ ମୌନବ୍ରତ ଭାଙ୍ଗିଲେ। ତାଙ୍କର କରକମଳ ରତ୍ନମୁଦିରେ ଝଲମଲ ହେଉଥିଲା। ସେ କରକମଳରେ ଜଣେ ସହଚରୀର ହାତ ଧରି ସେ ଗିରିଜାଙ୍କ ମନ୍ଦିରରୁ ବାହାରି ପଡ଼ିଲେ। ଏ ପରିଚିତ ରୁକ୍ମିଣୀ ମଧ୍ୟ ଭଗବାନଙ୍କ ମାୟା ପରି ଥିଲେ। ସେ ବଡ଼ ବଡ଼ ଧୀରବୀରଙ୍କୁ ବି ମୋହିତ କରିଦେଇ ପାରୁଥିଲେ। ତାଙ୍କର କଟି ଭାଗ ଥିଲା ଅତ୍ୟନ୍ତ ସୁନ୍ଦର ଓ ସରୁ। ତାଙ୍କର ମୁଖମଣ୍ଡଳ କର୍ଣ୍ଣକୁଣ୍ଡଳ ଶୋଭାରେ ଝଲସୁଥିଲା। ସେ କିଶୋରୀ ଅବସ୍ଥା ଅତିକ୍ରମ କରି ତରୁଣୀ ଅବସ୍ଥାରେ ପଦାର୍ପଣ କରିଥିଲେ। ତାଙ୍କର କଟି ଦେଶରେ ସୁବର୍ଣ୍ଣ ମେଖଳା ଅର୍ଥାତ୍ ଅଣ୍ଟା ସୂତା ଶୋଭା ପାଉଥିଲା। ବକ୍ଷସ୍ଥଳରେ ସ୍ତନ କିଞ୍ଚିତ୍ ଉଚ୍ଚ ଦିଶୁଥିଲା ଏବଂ ମଥାରେ ଝୁଲି ପଡ଼ିଥିବା ଅଳକାବଳୀ ହେତୁ ଦୃଷ୍ଟି ଚଞ୍ଚଳ ହୋଇ ଉଠୁଥିଲା। ତାଙ୍କ ଅଧରରୁ ଝରି ପଡ଼ୁଥିଲା ମନୋହର ମୃଦୁ ହାସ। ତାଙ୍କର ଦନ୍ତପଙ୍କ୍ତି କୁନ୍ଦ କଳି ସମାନ ଉଜ୍ଜ୍ୱଳ ହୋଇଥିଲେ ମଧ୍ୟ ପକ୍ୱ ବିମ୍ବ ଫଳ ପରି ରକ୍ତି ଅଧରର ଲାଲିମା ହେତୁ ତା ଈଷତ୍ ଲାଳ ଦେଖାଯାଉଥିଲା। ପାଦରେ ସୁନ୍ଦର ପାଉଁଜି ଛଟକୁଥିଲା ଏବଂ ସେଥିରେ ଲାଗିଥିବା ଛୋଟ ଛୋଟ ଘୁଙ୍ଗୁରଗୁଡ଼ିକ ରୁଣୁଝୁଣୁ ଶବ୍ଦ କରୁଥିଲା। ସେ ନିଜର ସୁକୁମାଳ ଚରଣକମଳରେ ରାଜବଂଶୀ ପରି ଧୀର ମନ୍ଥର ଗତିରେ ଚାଲୁଥିଲେ। ତାଙ୍କର ସେ ଅପୂର୍ବ ଛବି ଦେଖି ସେଠାକୁ ଆସିଥିବା ବଡ଼ ବଡ଼ ଯଶସ୍ୱୀ ବୀରମାନେ ମୋହିତ ହୋଇଗଲେ। ଭଗବାନଙ୍କର କାର୍ଯ୍ୟସିଦ୍ଧି କରିବା ନିମନ୍ତେ ଜାଣନ୍ତୁ କାମଦେବ ତାଙ୍କର ପଞ୍ଚବାଣରେ ସେମାନଙ୍କର ହୃଦୟ ଜର୍ଜର କରିଦେଲେ। ଉତ୍ସବ ଯାତ୍ରାର ବାହାନାରେ ରୁକ୍ମିଣୀ ଏହିପରି ମନ୍ଦ ମନ୍ଦ ଗତିରେ ପାଦ ପକାଇ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ନିଜର ରାଶି ସୌନ୍ଦର୍ଯ୍ୟ ଉତ୍ସର୍ଗ କରିଚାଲିଥିଲେ। ତାଙ୍କୁ ଦେଖି ଓ ତାଙ୍କର ମୃଦୁ ହାସ ତଥା ଲାଜ ଚାହାଣୀ ପାଖରେ ନିଜର ଚିତ୍ତ ଢାଳି ଦେଇ ବଡ଼ ବଡ଼ ନରପତିମାନେ ଏତେ ମୋହିତ ଓ ଏପରି ବେହୋସ ହୋଇଗଲେ ଯେ ସେମାନଙ୍କ ହାତରୁ ଅସ୍ତ୍ରଶସ୍ତ୍ର ଖସି ପଡ଼ିଲା ଏବଂ ସେମାନେ ନିଜ ନିଜର ରଥ, ହାତୀ ଓ ଘୋଡ଼ାରୁ ତଳକୁ ଖସି ପଡ଼ିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଶୁଭାଗମନକୁ ପ୍ରତୀକ୍ଷା କରି ରୁକ୍ମିଣୀ ଏପରି